ଜଳୁଛି ସ୍ମୃତିର ଚିତା। ଶବ ନାହିଁ କିନ୍ତୁ ଶବ ଦାହ କରାଯାଉଛି। ଆଖିର ଲୁହ ଓ ହୃଦୟର କୋହ ବଖାଣୁଛି ଏ ଦୃଶ୍ୟ କେତେ ଯନ୍ତ୍ରଣାଦାୟକ। ଭଗବାନଙ୍କ ଉପରେ ଆଶା ରଖିଥିବା ମା ଆଜି ନିରାଶ ହୋଇଯାଇଛି। ସବୁଦିନ ପାଇଁ ତା ମଥାରୁ ସିନ୍ଦୁର ଲିଭିଯାଇଛି ଆଉ ତା କୋଳ ଶୂନ୍ୟ ହୋଇଯାଇଛି। ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲାର। ଭୂସ୍ଖଳନରେ ନିଖୋଜ ଥିବା ବାପ ପୁଅଙ୍କୁ 8 ଦିନ ଖୋଜିବା ପରେ ପ୍ରତୀକାତ୍ମକ ଶବ ସତ୍କାର କରାଯାଇଛି। ଭୂସ୍ଖଳନ ଅଞ୍ଚଳରୁ ମାଟି ଓ ପୋଷାକରେ ନିଖୋଜ ବାପ ପୁଅଙ୍କ ଶବଦାହ ହୋଇଛି। ସୂଚନା ଅନୁସାରେ ଗତ 2 ତାରିଖରେ ଭୂସ୍ଖଳନରେ ନିଖୋଜ ହୋଇଥିଲେ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜିକ ଶବର। ଭୂସ୍ଖଳନ ପରେ ଉଭୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ତାଙ୍କର କୌଣସି ଖବର ମିଳିପାରିନଥିଲା। ବାପ ପୁଅଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ଗାଁ ଲୋକେ ଆଦିବାସୀ ପରମ୍ପରା ଅନୁଯାୟୀ ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ, ଆମର ଯେଉଁ ଗତ 2 ତାରିଖ ଦିନ ଯେଉଁ ହେଭି ରେନଫଲ୍ ହୋଇଥିଲା ସେଥିରେ ଆମର ମାର୍ଲୁଆ ପଞ୍ଚାୟତର ପେକଟ ଗାଁର 2 ଜଣ ନିଖୋଜ ଥିଲେ, କାର୍ତ୍ତିକ ଶବର ଏବଂ ତାଙ୍କ ପୁଅ ରାଜୀବ ଶବର। ଦୀର୍ଘ 7 ଦିନ ଖୋଜାଖୋଜି କଲା ପରେ ତାଙ୍କର ବଡି ଆମେ ପାଇପାରୁନଥିଲୁ। ଆମର ଓଡ୍ରାଫ୍ ଟିମ୍, ଫାୟାର ଟିମ୍, ରେଭିନ୍ୟୁ, ବ୍ଲକ ଟିମ୍, ପୋଲିସ ପ୍ରଶାସନ ସମସ୍ତେ ଅହରହ ଚେଷ୍ଟା କରିଥିଲେ। ପାଖାପାଖି 7ରୁ 8ଟି ହିଟାଚି ଜେସିବି ମେସିନ୍ ମଧ୍ୟ 24 ଘଣ୍ଟା ଅହରହ କାମ କରିଥିଲେ। ଆମେ ଆବଶ୍ୟକତା ଅନୁଯାୟୀ କୋରାପୁଟର ମଧ୍ୟ 2ଟି ମେସିନ୍ ଏକ୍ସଟ୍ରା ମଗାଇଥିଲୁ। ତଥାପି ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଆମେ ତାଙ୍କ ବଡି ପାଇବାରେ ସଫଳ ହୋଇନଥିଲୁ। ତେଣୁ ପାଖାପାଖି 7 ଦିନ ଖୋଜିଲା ପରେ ଗାଁ ଲୋକଙ୍କ ଦାବି ରହିଲା ଯେ ଯେହେତୁ ପ୍ରାୟ ଖୋଜାଖୋଜି ହୋଇଗଲାଣି, ତାଙ୍କର ଫ୍ୟାମିଲି ମେମ୍ବର୍ସ, ପିଆର୍ଆଇ ମେମ୍ବର ଏବଂ ଗାଁ ଲୋକ ମଧ୍ୟ ଦାବି କଲେ ଯେ ଆମର ଫର୍ଦର ସର୍ଚ୍ଚ ଅପରେସନ୍ ବନ୍ଦ କରାଯାଉ ଏବଂ ସରକାରୀ ସ୍ତରରେ ଯାହା ବି ସୁବିଧା ସୁଯୋଗ ତାଙ୍କୁ ଦେବା କଥା ତାଙ୍କୁ ଦିଆଯାଉ। ଆମେ ମଧ୍ୟ ତାଙ୍କୁ ଜଣାଇଲୁ ଯଦି ବି ବଡି ରିକଭର ନ ହୁଏ, ଯଦି ମିସିଂ କେସ୍ ଥାଏ ତାହେଲେ ମଧ୍ୟ ସେମାନେ ଯାହା ପାଇବା କଥା ପ୍ରାପ୍ୟ ପାଇପାରିବେ। ଆମର ମଧ୍ୟ ଗଭର୍ଣ୍ଣମେଣ୍ଟର ଗୋଟେ ନିୟମ ଅଛି, 2006ରେ ଗୋଟେ ଅଛି ନୋଟିଫିକେସନ୍, ଯେଉଁଥିରେ କି ଯଦି ଡେଡ୍ ବଡି ମଧ୍ୟ ରିକଭର ନ ହୁଏ ତଥାପି ଆମେ ପୋଲିସର ମିସିଂ ରିପୋର୍ଟ, ଆର୍ଆଇ ଏବଂ ତହସିଲଦାରଙ୍କ ଡିଟେଲ୍ ରିପୋର୍ଟ ଏବଂ ସରପଞ୍ଚଙ୍କ ଲୋକାଲ୍ ଷ୍ଟେଟମେଣ୍ଟ ତାକୁ ବେସ୍ କରିକି ମଧ୍ୟ ଆମେ ପ୍ରୋସେସିଂ କରିକି ତାଙ୍କୁ ଯାହା ଦରକାର ପ୍ରାପ୍ୟ ସେମାନେ ପାଇପାରିବେ। ଯେଉଁ ସ୍ଥାନରେ ବାପ ପୁଅ ନିଖୋଜ ଥିଲେ ସେହି ସ୍ଥାନରୁ ମାଟି ଆଣି ପିନ୍ଧୁଥିବା କପଡ଼ାକୁ ସ୍ମୃତି ରଖି ଶବଦାହ କରିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯିବା ସହ ତାଙ୍କୁ ସାହାଯ୍ୟ କରାଯିବ ବୋଲି କୁହାଯାଇଛି। ଗଜପତିରୁ ହେମନ୍ତ ପ୍ରଧାନଙ୍କ ରିପୋର୍ଟ, ଖବର ଓଡ଼ିଶା।